ବାପା ମାନେ କହୁଛନ୍ତି ସରକାରଙ୍କୁ କହିଦେବେ ଯଦି କିଛି ଭୁଲଭାଲ କରନ୍ତି ଆମେ ଆଉ ଆସିବୁ। ସେ ନ ଆସିଲେ ନ ଆସନ୍ତୁ, ନଗଳା ହେଇକି ଯଦି ଆସିବେ ଆମେ କେବେ ଆଲାଉ କରିବୁନି। ସେ ନ ଆସନ୍ତୁ, ନ ଆସିଲେ କ'ଣ ଯାତ୍ରା ବନ୍ଦ ହେଇଯିବ? ବହୁ ଭକ୍ତ ଅଛନ୍ତି, ବହୁ ଭଲ ବାଜି ଅଛନ୍ତି। 2500 3000 ବାଜି ଆସିବେ। ଅଲରେଡ଼ି 200 300 ବାଜି ଆସିଲେଣି। ଆମେ ଯେଉଁ ଲବଙ୍ଗଗିରି ପାହାଡ଼ରେ ମାର୍ଚ୍ଚ 11 ଉଦ୍ଘାଟନ କରିବୁ। ବାଜିମାନଙ୍କୁ ନିମନ୍ତ୍ରଣ କରିବାକୁ ସକାଳୁ ଯାଇଥିଲୁ। ଅଳ୍ପ ବାଜି ଆଇଛନ୍ତି, ବାଜି ଆସିବେ 4 ଦିନ ଲାଗିବ। ସେ ଯାତ୍ରା ଏଇନା ଅଛି 10 ଦିନ। ତେଣୁ ବାଜିମାନଙ୍କୁ ନିମନ୍ତ୍ରଣ ଆମେ କରିବୁ। ଭଲ ବାଜି ଆସିଛନ୍ତି, ସୁନ୍ଦର ବାଜି, ଯେଉଁମାନେ ଭକ୍ତି ଭରା ବାଜି, ପୂଜା ଅର୍ଚ୍ଚନା କରୁଛନ୍ତି ବାଜି, ସେମିତି ଗଞ୍ଜଣ ବାଜି, ନିଶାଖୋର ବାଜି ବିଶେଷ ଆସିନାହାନ୍ତି। ଆଉ 4 ଦିନ ଭିତରେ ସବୁ ବାଜି ଆସିବେ, ଆମେ ତାଙ୍କୁ ନିମନ୍ତ୍ରଣ କରିବାକୁ ଯିବୁ। ଏବଂ ସୁରାଇ ଏବେ ଗୋଟେ ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ଗୋଟେ ଭାଷଣ ବେଶୀ ଭାଇରାଲ ହେଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଦିବାସୀ ଝିଅମାନେ କଳା। ମୁଁ ଚାହୁଁଥିଲି ଆଦିବାସୀ ଝିଅକୁ ନ ବାହା ପାଇଁ। ଏ କି ଲୋକ ବସେ? ଆଦିବାସୀ କୋଟାରେ ତ ମୁଖ୍ୟମନ୍ତ୍ରୀ ଯେଉଁଟା ଆଦିବାସୀ ସୋସାଇଟିଟାକୁ ନିନ୍ଦା କରୁଛୁ। ଏମିତି ଖାଲି ଗୋରି ଦରକାର ତମର?